ଦେଖନ୍ତୁ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଚାଷୀ ଭାଇନାମାନଙ୍କ ପାଇଁ ଟୋକନର ଏସ୍ଏମ୍ଏସ୍ ମୋବାଇଲକୁ ଆସିବା ଆରମ୍ଭ ହୋଇଯାଇଛି। ଯଦି ଆପଣଙ୍କ ମୋବାଇଲକୁ ଏପର୍ଯ୍ୟନ୍ତ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଟୋକନର ଏସ୍ଏମ୍ଏସ୍ ଆସିନାହିଁ, ତାହେଲେ ଆପଣମାନେ ନିଜର ମୋବାଇଲ ମାଧ୍ୟମରେ ଅନଲାଇନରେ ଏହା ଚେକ୍ ମଧ୍ୟ କରିପାରିବେ। କେମିତି କ'ଣ ଚେକ୍ କରିବେ ଆସନ୍ତୁ, ଏହାର ପ୍ରୋସେସ୍ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଉଛି। ତ ତା ପୂର୍ବରୁ ଆପଣମାନଙ୍କୁ କହିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ସର୍ବେ ପ୍ରଥମେ ଆପଣମାନଙ୍କର ଯେକୌଣସି ଗୋଟେ ମୋବାଇଲ ବ୍ରାଉଜରକୁ ଯାଆନ୍ତୁ। ଆପଣଙ୍କ ମୋବାଇଲରେ ଗୁଗଲ କ୍ରୋମ୍ ଅଛି, ଆପଣ এই গুগল ক্ରୋମ୍ অপସନ୍ ଉପରେ କ୍ଲିକ୍ କରନ୍ତୁ। ଯେତେବେଳେ ଆପଣ ଗୁଗଲ କ୍ରୋମ୍ ଅପସନ୍ ଉପରେ କ୍ଲିକ୍ କରିବେ, ସର୍ଚ୍ଚ ବାରରେ ଆପଣ ଲେଖିବେ ଫୁଡ୍ ଓଡ଼ିଶା। ଫୁଡ୍ ଓଡ଼ିଶା ଲେଖି ସର୍ଚ୍ଚ କରିଦେବେ। ଯେତେବେଳେ ଆପଣ ସର୍ଚ୍ଚ କରିବେ, ଆପଣଙ୍କ ମୋବାଇଲରେ ଏମିତି ଏକ ପେଜ୍ ଶୋ କରିବ। ବହୁତ ଚାଷୀ ଭାଇ ଭଉଣୀମାନେ ଅଛନ୍ତି, ସେମାନେ ଫୁଡ୍ ଓଡ଼ିଶା ପୋର୍ଟାଲକୁ ଓପନ୍ କରିପାରୁନାହାନ୍ତି, ତ ଏହି ପ୍ରୋସେସରେ ଆପଣମାନେ ଓପନ୍ କରିବେ। ଯେତେବେଳେ ଆପଣ ଏହି ଅପସନ୍ ଉପରେ କ୍ଲିକ୍ କରିବେ, ଦେଖନ୍ତୁ ପ୍ରୋସେସିଂ ନେବ। ପ୍ରୋସେସିଂ ନେଲା ପରେ এইଭଳି ଏକ ପେଜ୍ ଓପନ୍ ହେବ। ତ ଦେଖନ୍ତୁ ପ୍ରଥମେ এইଭଳି ଏକ ପପଅପ୍ ଶୋ କରିବ। ଆପଣମାନେ ଏହି ପପଅପ୍ଟିକୁ କ୍ଲୋଜ୍ କରିନେବେ এই ଛକି ଅପସନ୍ ଉପରେ କ୍ଲିକ୍ କରି। ଦେଖନ୍ତୁ ଏହି ପେଜ୍ରେ ତାପରେ ଆପଣ ପହଞ୍ଚିବେ। ପହଞ୍ଚିଲା ପରେ ଏଠି ଦେଖନ୍ତୁ ଆପଣମାନଙ୍କର ଅନଲାଇନ୍ ସର୍ଭିସ୍, ଏହି ଅନଲାଇନ୍ ସର୍ଭିସ୍ ଅପସନ୍ ଉପରେ ଆପଣ କ୍ଲିକ୍ କରିବେ। ଯେତେବେଳେ ଆପଣ ଅନଲାଇନ୍ ସର୍ଭିସ୍ ଅପସନ୍ ଉପରେ କ୍ଲିକ୍ କରିବେ, ତିନୋଟି ଅପସନ୍ ଆପଣମାନଙ୍କୁ ଶୋ କରିବ। ଗୋଟେ ହେଲା ସିଟିଜେନ୍ ସର୍ଭିସ୍ ଆପଣମାନଙ୍କର, ତାପରେ ଆପଣମାନଙ୍କର ଟ୍ରାନ୍ସପେରେନ୍ସି ପୋର୍ଟାଲ, ତାପରେ ଆପଣମାନଙ୍କର ପବ୍ଲିକ୍ ଡ୍ୟାଶବୋର୍ଡ। ଆପଣ କ'ଣ କରିବେ, ଟ୍ରାନ୍ସପେରେନ୍ସି ପୋର୍ଟାଲ ଅପସନ୍ ଉପରେ କ୍ଲିକ୍ କରିବେ। ଏହି ଅପସନ୍ ଉପରେ ଆପଣ କ୍ଲିକ୍ କରିଦେବେ। ଯେତେବେଳେ ଆପଣ ଏହି ଅପସନ୍ ଉପରେ କ୍ଲିକ୍ କରିଦେବେ, ପ୍ରୋସେସିଂ ହୋଇ এইଭଳି ଏକ ପେଜ୍ ଆପଣମାନଙ୍କୁ ଶୋ କରିବ। ତାପରେ ଦେଖନ୍ତୁ ଏଠି ଆପଣମାନଙ୍କର ରହିଛି, ଦେଖନ୍ତୁ ଏଠି ଆପଣମାନଙ୍କର ତିନୋଟି ଟେବୁଲ ରହିଛି। এই ତିନୋଟି ଟେବୁଲ ମଧ୍ୟରୁ ଆପଣମାନେ ପ୍ରୋକ୍ୟୁରମେଣ୍ଟ ଟେବୁଲଟିକୁ ଆସିବେ। କିନ୍ତୁ ଆସିଲା ପରେ ଦେଖନ୍ତୁ ଏଠି ଆପଣମାନଙ୍କର ରହିଛି ଫାର୍ମର ରେଜିଷ୍ଟ୍ରେସନ ଷ୍ଟାଟସ୍ ରିପୋର୍ଟ, ଭେରିଫାଇଡ୍ ଫାର୍ମର ରେଜିଷ୍ଟ୍ରେସନ ରିପୋର୍ଟ, ନୋନ୍ ଫାର୍ମର ରେଜିଷ୍ଟ୍ରେସନ ଷ୍ଟାଟସ୍। ଆପଣ କ'ଣ କରିବେ, এই ଅପସନ୍ ଉପରେ କ୍ଲିକ୍ କରିଦେବେ। ଯେତେବେଳେ ଆପଣ এই ଅପସନ୍ ଉପରେ କ୍ଲିକ୍ କରିବେ, ତ ପ୍ରୋସେସିଂ ହେଇ এইଭଳି ପେଜ୍ ଆପଣଙ୍କୁ ଶୋ କରିବ। ଏଠାରେ ଆପଣମାନେ ଆପଣମାନଙ୍କର ସମସ୍ତ ତଥ୍ୟ ଦେବେ, ଯେମିତି ଆପଣମାନଙ୍କର ଡିଷ୍ଟ୍ରିକ୍ଟ ରହିଛି, ଜିପି ରହିଛି, ସେସନ୍ ରହିଛି, ବ୍ଲକ ରହିଛି, ଭିଲେଜ ରହିଛି, ଫାର୍ମର କୋଡ୍ ରହିଛି, ସୁସାଇଡ୍ ରହିଛି। ଇଏ ସବୁ ଆପଣମାନେ ଏଣ୍ଟ୍ରି କରିଦେବେ। ଏଣ୍ଟ୍ରି କଲା ପରେ ଆପଣ କ'ଣ କରିବେ, ଶୋ ଅପସନ୍ ଉପରେ କ୍ଲିକ୍ କରିବେ। ତାପରେ ଆପଣଙ୍କ ମୋବାଇଲରେ এইଭଳି ଏକ ପେଜ୍ଟି ଓପନ୍ ହେଇକି ଆସିବ। ଏଠି ଦେଖନ୍ତୁ ଏହି ପେଜ୍ରେ ଗୋଟେ ପଏଣ୍ଟ ଆପଣ ନୋଟ୍ କରନ୍ତୁ, ଫାର୍ମର କୋଡ୍ ଲେଖାଯାଇଛି। এই ଫାର୍ମର କୋଡ୍ଟି ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ବହୁତ ଚାଷୀ ଭାଇ ଭଉଣୀଙ୍କର ଫାର୍ମର କୋଡ୍ଟି ଜେନେରେଟ୍ ହେଇନଥାଏ। କାହିଁକି ହୋଇନଥାଏ ଆପଣମାନେ ଜାଣି ରଖନ୍ତୁ। ଯେଉଁ ଆପଣ ଜମିର ରେକର୍ଡ ଦେଉଛନ୍ତି, ସେଇ ରେକର୍ଡର ଯଦି କୌଣସି ତ୍ରୁଟି ରହୁଛି, ତ ଆପଣମାନଙ୍କର ଫାର୍ମର କୋଡ୍ଟି ଜେନେରେଟ୍ ହୁଏ ନାହିଁ। ଯଦି ଆପଣମାନଙ୍କର ସମସ୍ତ ଜମି ରେକର୍ଡର ତଥ୍ୟ ଠିକ୍ ଠାକ୍ ରହିଛି, ଯଦି ଆପଣମାନଙ୍କର ଫାର୍ମର କୋଡ୍ଟି ଜେନେରେଟ୍ ହେଉନାହିଁ, ତ ଆପଣ ସିଧା ଆର୍ଆଇ ଅଫିସକୁ ଯିବେ। ସେଠି ଆପଣମାନଙ୍କର ଯେଉଁ ଜମି ତଥ୍ୟ ରହିଛି ତାର ଟିକେ ଅପଡେଟ୍ କରେଇ ନେବେ ଆର୍ଆଇଙ୍କ ପାଖରେ। ତାପରେ ଆପଣ 8-9 ଦିନ ସମୟ ଲାଗିବ। ତାପରେ ଆପଣମାନଙ୍କର ଏହି ଫାର୍ମର କୋଡ୍ଟି ଜେନେରେଟ୍ ହେଇଯିବ। ଜେନେରେଟ୍ ହେଇଗଲା ପରେ ଆପଣମାନଙ୍କୁ ଟୋକନ୍ ମଧ୍ୟ ମିଳିଯିବ, ଯାହାଫଳରେ ଆପଣ ଯୋଗ୍ୟ ବିବେଚିତ ହେବେ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ।